ଆଜି ପୋଟଳ ଆଉ ଚିଙ୍ଗୁଡ଼ିର ଗୋଟେ ଏମିତି ରେସିପି ବନେଇଥିଲି ଯେଉଁଟାକି ଖାଇଲା ପରେ ସମସ୍ତେ ବହୁତ ଖୁସି ହେଇଗଲା। ଆଉ ତାଙ୍କ ଖୁସିକି ଦେଖି ମୋତେ ଲାଗିଲା ଯେମିତି ମୋ ପାଉଣାଟା ମୋତେ ମିଳିଗଲା। ନମସ୍କାର ସାଙ୍ଗମାନେ, ଆଜି ଚାଲନ୍ତୁ ପୋଟଳ ଆଉ ଚିଙ୍ଗୁଡ଼ି ମାଛର ଗୋଟେ ସୁନ୍ଦର ଟେଷ୍ଟି ବାଲା ରେସିପି ଆପଣମାନଙ୍କ ସହିତ ସେୟାର କରିବି। ସେଥିପାଇଁ ଭିଡ଼ିଓକୁ ଲାଷ୍ଟ ଯାଏ ନିଶ୍ଚିନ୍ତ ଦେଖନ୍ତୁ। ପ୍ରଥମେ ଆମେ ପୋଟଳ ଆଉ ଆଳୁକୁ ତେଲରେ ଭାଜିକି ବାହାର କରିନେଇଥିଲି। ସେଇ କଡ଼େଇରେ ମୁଁ ଆଉ କିଛି ତେଲ ନେଇକି ସେଥିରେ ଚିଙ୍ଗୁଡ଼ି ମାଛରେ ସ୍ୱାଦ ଅନୁସାରେ ଲୁଣ ହଳଦୀ ପକାଇ ଚିଙ୍ଗୁଡ଼ି ମାଛଟାକୁ ବି ଭଲ ଭାବରେ ଭାଜିକି ବାହାର କରି ନେଇଗଲି। ତାପରେ ଆମେ ମସଲା କଷିବା। ଘରେ ଆମେ ନର୍ମାଲି ଯେଉଁ ମସଲା ସବୁ ବ୍ୟବହାର କରନ୍ତି ସେଇ ମସଲା ସବୁ ନେଇଛି। ସ୍ୱାଦ ଅନୁସାରେ ଲୁଣ ହଳଦୀ ଦେଇକି ମସଲାକୁ କଷି ନେଇଯାଇଛି। ମସଲାରୁ ତେଲ ଛାଡ଼ି ଆସିଲା ପରେ ଭାଜି ରଖିଥିବା ପୋଟଳ ଆଳୁ ଆଉ ଚିଙ୍ଗୁଡ଼ି ମାଛ ପକାଇକି ମସଲା ସହିତ ଆଉ 10-15 ମିନିଟ୍ କଷିଦେଲା ପରେ ଆମେ ଏଠି ଝୋଳ ମୁତାବକ ପାଣି ଦେଇକି ତାକୁ ଭଲ ଭାବରେ ଘାଣ୍ଟିକି କିଛି ସମୟ ଫୁଟେଇ ନେବା। ଯେହେତୁ ଆମର ପୋଟଳ ଆଳୁଟା ଭଜା ହେଇଥିଲା, ଆଳୁ ଆଉ ପୋଟଳ କମ୍ ଟାଇମ୍ରେ ସିଝିଗଲା। ଲାଷ୍ଟରେ ଟିକେ ଗରମ ମସଲା ପକାଇ ଦେଲା ପରେ ରେଡ଼ି ହେଇଗଲା ପୋଟଳ ଆଉ ଚିଙ୍ଗୁଡ଼ି ମାଛର ଗୋଟେ ସୁନ୍ଦର ରେସିପି। ଆଉ ବହୁତ ହି ବଢ଼ିଆ ଟେଷ୍ଟ ଲାଗୁଥିଲା। ଆପଣମାନେ ଏମିତି ବନେଇକି ଖାଇଛନ୍ତି କି ନାହିଁ ନିହାତି କମେଣ୍ଟରେ କହିବେ। ଏଇଠି ମୋ ଲାଡୁଲକୁ ଦେଖନ୍ତୁ, ତା ବାବାଙ୍କର ଡ୍ରେସ୍ ପିନ୍ଧିଛି ଆଉ ପିନ୍ଧିକି କେତେ ଖୁସି ହେଉଛି। ଜୟ ଜଗନ୍ନାଥ। ଭଲ